ସରକାରଙ୍କ ବଡ଼ ଘୋଷଣା ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା। ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀଙ୍କୁ ଖୁସି ଖବର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ନେଇ ଗୁରୁବାର ଘୋଷଣା କରିଛନ୍ତି। ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ 7,500 ଟଙ୍କା ଦରମା ପାଉଥିବା ବେଳେ ଏଣିକି 2,500 ଟଙ୍କା ଅଧିକ ପାଇବେ। ଅର୍ଥାତ୍ ଅଙ୍ଗନବାଡ଼ି କର୍ମୀଙ୍କ ଦରମା 7,500ରୁ 10,000କୁ ବୃଦ୍ଧି ହୋଇଛି। ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ 5,350ରୁ 7,250 ଟଙ୍କା ହୋଇଛି। ରାଜ୍ୟ ସରକାର ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ 3,750ରୁ 5,000 ଟଙ୍କାକୁ ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଦର ପିଛିଲା ଭାବେ 2023 ଅକ୍ଟୋବର ମାସରୁ ଲାଗୁ ହେବ। ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିବା ପରେ ରାଜ୍ୟ ସରକାର ବାର୍ଷିକ 350 କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ। ଏହାଦ୍ୱାରା 1,48,000 କର୍ମୀ ଉପକୃତ ହେବେ। ସେବାନିବୃତ୍ତ କର୍ମୀମାନେ ଯେଉଁମାନେ ପୂର୍ବରୁ 40,000 ଟଙ୍କା ପାଉଥିଲେ ସେମାନେ ଏବେ 1 ଲକ୍ଷ ଟଙ୍କା ପାଇବେ। 30,000 ପାଉଥିବା କର୍ମୀମାନେ 75,000 ଟଙ୍କା ଓ 20,000 ପାଉଥିବା କର୍ମୀ 50,000 ଟଙ୍କା ପାଇବେ। ଚାକିରି ସମୟରେ ମୃତ୍ୟୁ ହେଲେ ବା ଅକର୍ମଣ୍ୟ ହେଲେ 2 ଲକ୍ଷ ଟଙ୍କା ଓ ଦୁର୍ଘଟଣାର ଶିକାର ହୋଇ ଆଂଶିକ ଅକର୍ମଣ୍ୟ ହେଲେ 1 ଲକ୍ଷ ଟଙ୍କା ସହାୟତା ମିଳିବ।